ବାଲେଶ୍ୱର ଜିଲ୍ଲା ପ୍ରଶାସନ, ଭରସା ଅନୁଷ୍ଠାନ ଓ ମେ ଆଇ ହେଲ୍ପ ୟୁର ମିଳିତ ସହଯୋଗରେ ସହଦେବଖୁଣ୍ଟା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ଜାତୀୟ ଉପଭୋକ୍ତା ଦିବସ ପାଳିତ ହୋଇଯାଇଛି। ଭରସା ଅନୁଷ୍ଠାନର ସମ୍ପାଦକ ଯାଦବେଶ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ସହକାରୀ ଯୋଗାଣ ଅଧିକାରୀ ହିମାଂଶୁ ଭୂଷଣ ସାହୁ ଯୋଗଦେଇ ଅନଲାଇନ୍ ମାର୍କେଟିଂ, ଡିଜିଟାଲ ମାର୍କେଟିଂର ବ୍ୟବହାର ଓ ସଚେତନତା, ଆଭାସୀ ମାଧ୍ୟମରେ ଖାଉଟି ଜନଶୁଣାଣି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସହକାରୀ ନିୟନ୍ତ୍ରକ ମାପ ଓ ଯନ୍ତ୍ର ବିଭାଗ ସମ୍ବିତ କୁମାର ଦାସ, ଜିଲ୍ଲା ଶିଶୁ ମଙ୍ଗଳ ସମିତି ସଦସ୍ୟ ପ୍ରଫେସର ଶତ୍ରୁଘ୍ନ ମଲ୍ଲିକ ପ୍ରମୁଖ ଯୋଗଦେଇ ଖାଉଟି ସଚେତନତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଶେଷରେ ମେ ଆଇ ହେଲ୍ପ ୟୁର ସମ୍ପାଦକ ଉବାଚକ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଆଜି ଦିନଟାକୁ ଆମେ ନ୍ୟାସନାଲ କନଜ୍ୟୁମର ଡେ ହିସାବରେ ପାଳନ କରୁ। ଆମେ ଜାଣିଛୁ ଯେ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତେ ଜଣେ ଜଣେ କନଜ୍ୟୁମର। ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଆପଣମାନଙ୍କୁ ଯେଉଁ ଚାଉଳ ବ୍ୟବସ୍ଥା କରାଯାଉଛି, ଆଗରୁ ଅତୀତରେ ଚିନି ଏବଂ ଗହମ ଦିଆଯାଉଥିଲା, ବର୍ତ୍ତମାନ ଚାଉଳ ବ୍ୟବସ୍ଥା କରାଯାଉଛି ଏବଂ କିରୋସିନ ବ୍ୟବସ୍ଥା କରାଯାଉଛି। ତାହା ମୁଖ୍ୟତଃ ଦେଖିବା ସାଙ୍ଗେ ସାଙ୍ଗେ ଆପଣଙ୍କର ଧାନ କିଣା କାର୍ଯ୍ୟକ୍ରମ ଏବଂ ଆପଣ ପୁରୋଧା ସେ ହେଉଛନ୍ତି ଆମର ଉବାଚକ ଏବଂ ଆପଣମାନେ ସମସ୍ତେ ଉପସ୍ଥିତ ସମସ୍ତ ଭଉଣୀମାନେ, ମାଆମାନେ, ଯେ ଆଜିର ଦିବସ